नमस्कार। आज शुक्रवार 26 सेप्टेम्बर 2025। आज मुख्य खबर पावर्ड बाय मास्टर सुभाष पुरी। एशिया कप क्रिकेट पाकिस्तान बांग्लादेश को 11 रन हराइला। अरुणଙ୍କ ତେରଛା ବାଣ ସରକାରଙ୍କ ବିରୋଧରେ ଲୋକଙ୍କର ଅନାସ୍ଥା ଭାବ ରହିଛି। ଏନେଇ ବିଜେପି ବିଧାୟକଙ୍କୁ ପଚାରିଲେ କିଛି ବିଜେପି ବିଧାୟକଙ୍କ ନୀରବତା ଓ ସ୍ମିତହାସ୍ୟ ବି ଅନେକ କିଛି କହୁଛି। ଲୋକଙ୍କର ଅନାସ୍ଥା ଭାବର ବଢ଼ିଛି। ବାଚସ୍ପତି ଆଗ୍ରହ କଲେ କାହିଁକି ସୁଯୋଗ ଦେଲେନି ତାହା ବଡ଼ କଥା। ସରକାରୀ ଦଳ ଯେତେବେଳେ ଇଚ୍ଛା ପ୍ରକାଶ କଲେ, ଗୃହ ଚଳାଇଲେ, ଯେତେବେଳେ ବିଜେଡି ଆଲୋଚନାରେ ଅଂଶ ଗ୍ରହଣ କରିଛି। ବୈଜୟନ୍ତଙ୍କୁ ବଡ଼ ଦାୟିତ୍ୱ। ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁର ଇନଚାର୍ଜ ଭାବେ ନିଯୁକ୍ତି ମିଳିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିହାର ଇନଚାର୍ଜ ଭାବରେ ନିଯୁକ୍ତ ହୋଇଛନ୍ତି। ଲାଞ୍ଚ ନେଇ ନାମ ନେଲେ ଭିଜିଲାନ୍ସ ଚାଲରେ ଆଉ ଜଣେ ସରକାରୀ ଇଞ୍ଜିନିୟର। ଭୁବନେଶ୍ୱର ଟିପିସିଓଡିଏଲ ସର୍କଲ 1ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ ଭିଜିଲାନ୍ସ ପଞ୍ଜାରେ ସେ 20,000 ଲାଞ୍ଚ ନେଲା ବେଳେ ଧରା ପଡ଼ିଲେ। ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କୁ ଯାଞ୍ଚ ସପକ୍ଷରେ ରିପୋର୍ଟ ଦେବାକୁ ଡିଲ୍ ହୋଇଥିଲା। ଗତକାଲି ସ୍ଥାୟୀ ରତ୍ନଭଣ୍ଡାରକୁ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାନାନ୍ତର ହୋଇସାରିଛି। ତେବେ ଖୁବ୍ ଶୀଘ୍ର ଆରମ୍ଭ ହେବ ଏହାର ଗଣତି ମଣତି ପ୍ରକ୍ରିୟା। 1978 ମସିହା ତାଲିକା ସହ ମେଳ କରାଯିବ। ତେବେ ମହାପ୍ରଭୁଙ୍କ ସମଗ୍ର ଅଳଙ୍କାର ଗଣତି ହେବ ନାହିଁ। ସେବା ସମୟରେ ଥମୁନି ବିବାଦ। ପଞ୍ଚଡ଼ା ସେବା ସମୟରେ ଥମୁନି ବିବାଦ। ବର୍ଷକରେ 6 ମାରପିଟ ଘଟଣା। ସମ୍ପ୍ରତି ସ୍କୁଲରେ ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କୁ 4 ଜଣ ଛାତ୍ର ମିଶି ଗୋଡ଼ ହାତ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଷ୍ଟମ ଶ୍ରେଣୀର ଛାତ୍ର ଅଭିଳାଷ ସାଉନ୍ତା ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି କାକିରିଗୁମା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପରେ ପରିବାର ବର୍ଗ ସୂଚନା ପାଇ ଚିକିତ୍ସା ପାଇଁ ଗୁରୁତର ଛାତ୍ରଙ୍କୁ 108 ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି। ବର୍ତ୍ତମାନ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଛାତ୍ର ଜଣକ ଚିକିତ୍ସିତ ହେଉଛନ୍ତି। ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କା, ଚାଲିଗଲା 6 ଜୀବନ। କୋଇଡ଼ା ବ୍ଲକ କେ ବଲାଙ୍ଗ ଥାନା ନିକଟ ଜାତୀୟ ରାଜପଥ 520 ଠାରେ ରାଉରକେଲାରୁ କୋଇଡ଼ାକୁ ଆସୁଥିବା ଏକ ଘରୋଇ ବସ୍ ଲିଙ୍ଗରାଜ ଅପର ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଛି। ଯାତ୍ରୀବାହୀ ବସ୍ ରଙ୍ଗ ରୁଟ୍ରେ ଯାଇ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ 6 ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ 10 ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ସୁରକ୍ଷିତ ପାର୍ବଣ ଉପରେ ପୁଣି ଗୁରୁତ୍ୱ ଦେଇଛନ୍ତି ହାଇକୋର୍ଟ। କଟକ ସହରର ଦଶହରା ଲାଗି ଯେଉଁ କେତୋଟି ତୋରଣ ନିର୍ମିତ ହୋଇଛି ତାକୁ ସଠିକ୍ ଭାବେ ତନଖି କରି ଫାଇନାଲରେ ଏନ୍ଓସି ପ୍ରଦାନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ହୋଇଛି। ଯେହେତୁ ପୂଜା ବେଳକୁ ବର୍ଷା ହେବାର ସମ୍ଭାବନା ରହିଛି, ତେଣୁ ତାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହା ଭିତରେ 170ଟି ପୂଜା ମଣ୍ଡପରେ ନିରୀକ୍ଷଣ କାମ ସରିଛି ବୋଲି ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ପୂର୍ତ୍ତ ବିଭାଗ ଅଧିକାରୀ। ତଥାପି ଇଲେକ୍ଟ୍ରିକ୍ ଗେଟ୍ ଓ ରୋଡ୍ କ୍ରସ୍ ଗେଟ୍ ଗୁଡ଼ିକର ପୁନଃ ନିରୀକ୍ଷଣ କରାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ମହାନଦୀକୁ ନେଇ ସୃଷ୍ଟି କରାଯାଇଥିଲା କୃତ୍ରିମ ବିବାଦ। ଦାମୀ ଓକିଲ ପୋଷିବାକୁ ହୋଇଥିଲା ଯୋଜନା। ଏବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ମହାନଦୀ ପାଣିକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଚାଲିଥିବା ବେଳେ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହିଭଳି ପ୍ରତିକ୍ରିୟା ରଖିଛନ୍ତି। ସମ୍ଭାବ୍ୟ ଅବପାତ ଜନିତ ବର୍ଷା ନେଇ ସତର୍କ କରାଇଲେ ଏସ୍ଆର୍ସି। 18ଟି ଜିଲ୍ଲାରେ ଜିଲ୍ଲାପାଳଙ୍କ ସହ କଥା ହେଲେ ଏସ୍ଆର୍ସି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ, ନୂଆପଡ଼ା। ଅବପାତ ଜନିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି। ହୀରାକୁଦର ଆଉ 4ଟି ଗେଟ୍ ଖୋଲାଯିବ। ମୋଟ 20ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେବ। 3,60,000 କ୍ୟୁସେକ୍ ଜଳ ନିଷ୍କାସିତ ହେବ। ଆସନ୍ତାକାଲି ମୁଣ୍ଡୁଳିଠାରେ 6 ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ। ସକାଳ 8ଟାରୁ ଦିନ 11ଟା ମଧ୍ୟରେ 6 ଲକ୍ଷ କ୍ୟୁସେକ୍ ଜଳ ବୋହିବ। ଶାଖା ନଦୀଗୁଡ଼ିକ ଜଳସ୍ତର ବଢ଼ିବ, କିନ୍ତୁ ବନ୍ୟା ସ୍ଥିତି ଦେଖିବାକୁ ମିଳିବ ନାହିଁ। ବର୍ଷା କମିଥିବାରୁ ବନ୍ୟା ସ୍ଥିତି କମିଛି। ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି।
ନିର୍ମାଣ ହେବ ପ୍ଲାଣ୍ଟ ବିଏମ୍ସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ବିଏମ୍ସି ଅଞ୍ଚଳରୁ ପ୍ରତିଦିନ 800 ଟନ୍ ଅଳିଆ ବାହାରୁଛି। ସିଏଜି ରିପୋର୍ଟ ଖୋଲିଦେଲା କେଳେଙ୍କାରୀ। ବିଶ୍ୱବିଦ୍ୟାଳୟରେ ମନ ଇଚ୍ଛା ଟଙ୍କା ଖର୍ଚ୍ଚ। ଉତ୍କଳ ବିଶ୍ୱବିଦ୍ୟାଳୟକୁ 2015-2020ରେ ମିଳିଥିବା 18 କୋଟି। ବିପିୟୁଟିରେ 180ଟି ଡେସ୍କଟପ୍ କମ୍ପ୍ୟୁଟର କିଣି ତାହାକୁ ବିଭିନ୍ନ ବିଭାଗ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ରମାଦେବୀ ମହାବିଦ୍ୟାଳୟ ପ୍ରକଳ୍ପର ମୂଲ୍ୟ 40.57 କୋଟି ଟଙ୍କାରୁ 55.67 କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହିଭଳି ଭାବେ ବିଶ୍ୱବିଦ୍ୟାଳୟରେ ମନ ଇଚ୍ଛା ଟଙ୍କା ଖର୍ଚ୍ଚ କରାଯାଇଥିଲା। ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା। ଆସନ୍ତା 28ରୁ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା। ଅଭିଜିତାଙ୍କର ଏବେ ସୁଧୁରୁଛି ସ୍ୱାସ୍ଥ୍ୟାବସ୍ଥା। ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚାଲିଥିଲା ଗାୟକଙ୍କ ଚିକିତ୍ସା। ନିମୋନିଆ ଲିଭର ଜନିତ ରୋଗରେ ପୀଡ଼ିତ ଅଛନ୍ତି ସଙ୍ଗୀତଜ୍ଞ। ତେବେ ବର୍ତ୍ତମାନ ତାଙ୍କୁ ଆଇସିୟୁରୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଏମ୍ସର ମେଡିସିନ ୱାର୍ଡରେ ଚାଲିଛି ତାଙ୍କର ଚିକିତ୍ସା। ଶୀତଳ ଭଣ୍ଡାର ନିର୍ମାଣ ପାଇଁ 252 କୋଟି ଟଙ୍କା ମଞ୍ଜୁର। 5 ବର୍ଷ ଯାଏ ଶୀତଳ ଭଣ୍ଡାର ନିର୍ମାଣ ପାଇଁ 252 କୋଟି ଟଙ୍କା ବଜେଟ୍ ପ୍ରସ୍ତାବ। ଗୃହରେ ଉପମୁଖ୍ୟମନ୍ତ୍ରୀ କେବି ସିଂହ ଦେଓଙ୍କ ଉତ୍ତର। 58ଟି ଉପଖଣ୍ଡରେ ଶୀତଳ ଭଣ୍ଡାର ପିପିପି ମୋଡରେ ହେବ। ଏନେଇ ଗୋ ସୁଗମ ଆପରେ 13ଟି ଆବେଦନ ଆସିଛି। 3 ଆବେଦନ କାର୍ଯ୍ୟକୁ ଆଗେଇବା ପାଇଁ ଗୋ ଆହେଡ୍ ଦିଆଯାଇଛି। ଏଥିରୁ ପୁରୀ, ଯାଜପୁର ଓ ସୁବର୍ଣ୍ଣ ଜିଲ୍ଲାରେ ଗୋଟିଏ ଲେଖାଏଁ ଅଛି। ଲଘୁଚାପ ଆଣୁଛି ବଡ଼ ବର୍ଷା। ଉତ୍ତର ପୂର୍ବ ବଙ୍ଗୋପସାଗର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବ୍ୟାପକ ହିଂସା ପରେ ଲାଦାଖରେ 163 ଧାରା ଲାଗୁ। ଲାଦାଖରେ ବ୍ୟାପକ ହିଂସା ପରେ କର୍ଫ୍ୟୁ ଜାରି ହୋଇଛି। ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଲେହରେ ଛାତ୍ରମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବଡ଼ ଧରଣର ପ୍ରତିବାଦ କରିଛନ୍ତି। ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ପ୍ରଦର୍ଶନ କରାଯାଉଛି। ଲେହ, କାରଗିଲ ଭଳି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି ହୋଇଛି। ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ହିଂସାରେ ସମ୍ପୃକ୍ତ ଅଭିଯୋଗରେ 50 ଜଣଙ୍କୁ ଅଟକ ରଖାଯାଇଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି ଯେ ରୁଷ ସହିତ ଯୁଦ୍ଧ ଶେଷ ହେବା ପରେ ସେ ରାଷ୍ଟ୍ରପତି ପଦ ଛାଡ଼ିଦେବେ ଏବଂ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କର ଲକ୍ଷ୍ୟ ହେଉଛି ଯୁଦ୍ଧ ସମାପ୍ତ କରିବା ଏବଂ ଏହା ହେବା ମାତ୍ରେ ସେ ଇସ୍ତଫା ଦେବାକୁ ଇଚ୍ଛୁକ। ଜେଲେନ୍ସ୍କି କହିଛନ୍ତି ଯେ ସେ ତାଙ୍କ ଦେଶ ସେବା କରିବା ପାଇଁ ରାଷ୍ଟ୍ରପତି ପଦ ଗ୍ରହଣ କରିଛନ୍ତି। ଏବେ ଇସ୍ତଫା ଦେବାର ସମୟ ଆସିଛି। ଆଜି ପାଇଁ ମୁଖ୍ୟ ଖବର ଏତିକି। ରହିଲି, ନମସ୍କାର।